ଜୟ ଜଗନ୍ନାଥ ସାଙ୍ଗମାନେ। ଗୋଟେ ସୁନ୍ଦରିଆ ଜହ୍ନ ରାତିରେ ଆମେ ଆମ ଦାଣ୍ଡ ଆଡ଼େ ବସିକି ଭୋଜି କରିବାରେ ଲାଗି ପଡ଼ିଲୁ। ଭୋଜିରେ ଆମର ଥିଲା ବଡ଼ ବଡ଼ କଙ୍କଡ଼ାକୁ ବଡ଼ ବଡ଼ ଚିଙ୍ଗୁଡ଼ି। ଓହୋ ହୋ ହୋ, କ'ଣ ଦେଖାଯାଉଛି ଦେଖିପାରୁଛନ୍ତି ତ? ମସଲା ସବୁ କଷା ହେଇକି ସେଥିରେ ବଡ଼ ବଡ଼ ସିଝା ହେଇକି ରଖା ହେଇଥିବା କଙ୍କଡ଼ା ସବୁ ପଡ଼ିଲା। ଆମର ରୋଷେଇଆ ସାଜିଥିଲେ ଆଜି ନନା। ନନା ପୁରା ପ୍ରାଣ ପ୍ରଣେ ପୁରା କଙ୍କଡ଼ାକୁ କଷି ଚାଲିକି ତା ଦେହରେ ସବୁ ପକାଇଥିଲେ ପରିବା। ପୋଇ ପଡ଼ିଥିଲା, ମାଟି ଆଳୁ ପଡ଼ିଥିଲା, ପଣସ କଠା ପଡ଼ିଥିଲା, ଆଉ ଅଳ୍ପ କିଛି ମସୁର ଡାଲି। ଆହା ଏମାନଙ୍କର ତ କିଛି କାମଧନ୍ଦା ନାହିଁ, ଖାଲି ଲୁଡ଼ୁ ଖେଳିବେ ଆଉ ଅମୁଲ ଖାଇବେ। ଅମୁଲଟା କେଉଁଠୁ ଆସିଲା ନା, ଆମର ଗୋଟେ ହେଇଥିଲା ମଲାଇ ପ୍ରନ୍। ମଲାଇ ପ୍ରନ୍ରେ ଅମୁଲ ପଡ଼ିଥିଲା। ଆଜି ନନା କହିଲେ କିଛି ନୂଆ ଆଡ଼୍ କରିବା କହିକି ସେଥିରେ ଦେଇଥିଲେ ପାଇନାପଲ୍ ପଡ଼ିକି ହେଇଥିଲା ମଲାଇ ପ୍ରନ୍ କରି। ସେଥିରେ ଦିଆଯାଇଥିଲା କୋକୋନଟ୍ ମିଲ୍କ ଆଉ କ୍ରିମ୍, ତା ସହିତ ଅମୁଲ ଆଉ ପ୍ରନ୍ ପଡ଼ିକି ଏବେ ଗୋଳା ହେଲା। ତାପରେ ଫୁଟି ଆସିଲାଣି ଆମର ସେପଟେ ଦେଖନ୍ତୁ କଙ୍କଡ଼ା ତରକାରୀ ଗବ ଗବ ହେଇକି ଫୁଟିଲାଣି। ଏପଟେ କ୍ଷୀର ସବୁ କାଢ଼ି ପକାଉଛି, ଚିଙ୍ଗୁଡ଼ିର ସବୁ ଗୋଡ଼ ଗୁଡ଼ାକ ଲମ୍ବା ଲମ୍ବା ଗୋଡ଼ ଗୁଡ଼ାକ ପାଟିରେ ବାଜିବ ନା, ଖେଞ୍ଚି ହେଇଯିବ। ସେଇଥିପାଇଁ କ୍ଷୀର ତାକୁ କାଢ଼ି ପକାଇଲା, କଙ୍କଡ଼ା ଫୁଟିଗଲା, ଚିଙ୍ଗୁଡ଼ି ଫୁଟିଗଲା, ଖାଇବା ଅଲମୋଷ୍ଟ ରେଡ଼ି ହେଇଗଲା। ଏଇ ଯେଉଁ ଜହ୍ନ ରାତିରେ ବସିକି କଙ୍କଡ଼ା ଚିଙ୍ଗୁଡ଼ି ଦାବିବାର ଯେଉଁ ମଜା, ଆହା କ'ଣ କହିବି। ଏଇଠି ଦେଖିପାରୁଛନ୍ତି ତ ଥାଳି ପୁରା କଡ଼ ମଡ଼ କରି ସମସ୍ତେ ଖାଇଗଲେ। ରହିଲି। ଜୟ ଜଗନ୍ନାଥ।